ଜଳନ୍ତା ସିଗାରେଟ ଭଳି ଜଳି ଚାଲିଥିଲା ସୁନୟନାର ଜୀବନଟା। ଆଉ ସିଗାରେଟର ଧୂଆଁ ଭଳି ତାର ସମସ୍ତ ହସ ଖୁସିକୁ ବାଷ୍ପୀଭୂତ କରି ଚାଲିଥିଲା ପ୍ରଭାତ। ସତରେ ସେ ଯେମିତି ରକ୍ତ ମାଂସଧାରୀ ମଣିଷଟି ନୁହେଁ, ବରଂ ପାଳିତ ପଶୁଟିଏ, ଯିଏକି ପ୍ରଭାତର ଇଚ୍ଛାରେ ଉଠ ବସ ହବ, ତା ଇଚ୍ଛାରେ ହସିବ ଆଉ ତା ଇଚ୍ଛାରେ କାନ୍ଦିବ। ଆଉ ଯେଉଁଦିନ ଯଦି ନିଜର କୌଣସି ଇଚ୍ଛାକୁ ପ୍ରଭାତ ଆଗରେ ପ୍ରକାଶ କରେ, ତେବେ ପ୍ରଭାତ ତାକୁ ଏମିତି ଖିଙ୍କାରି ହୁଏ ସତେ ଯେମିତି ତାର ସମସ୍ତ ଇଚ୍ଛା ପ୍ରଭାତର ଦାସ। ସୁନୟନା ଭାବେ, ଯଦି ସେଦିନ ମା ଓ ମାମୁଙ୍କ କଥାରେ ରାଜି ହୋଇ ନିଷ୍ପତ୍ତି ବଦଳେଇ ନଥାନ୍ତା, ତେବେ ତାକୁ ହୁଏତ ଏମିତି ଦିନ ଦେଖିବାକୁ ପଡ଼ିନଥାନ୍ତା। ତାର ଅନେକ ସାଙ୍ଗ ତ ପୁଣି ବାହା ନ ହୋଇ ଏକୁଟିଆ ଅଛନ୍ତି, ଆଉ ସେମାନେ ସମସ୍ତେ ତାଠାରୁ ଭଲରେ ଅଛନ୍ତି। କିଛି ନହେଲେ ନିଜ ପସନ୍ଦର ଜୀବନ ତ ବଞ୍ଚୁଛନ୍ତି। ବାପା ଚାଲିଯିବା ପରେ 4ଟି ପିଲାଙ୍କୁ କେମିତି ମଣିଷ କରିବେ, ସେଇ ଚିନ୍ତାରେ ସବୁବେଳେ ଘାରି ହେଉଥିଲେ ସୁନୟନାର ମା। ସୁନୟନା ଯେତେବେଳେ 14 ବର୍ଷର ହୋଇଥିଲା, ସେତେବେଳେ ଏକ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୋଇଥିଲେ ତା ବାପା। ଅନେକ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବାରେ ସଫଳ ହୋଇନଥିଲେ ଡକ୍ଟର। ସେ ସମୟରେ ରକ୍ଷଣଶୀଳ ମନୋବୃତ୍ତି ଯୋଗୁଁ ସୁନୟନାର ମା ମଧ୍ୟ ତୃତୀୟ ଶ୍ରେଣୀରୁ ଡୋରି ବାନ୍ଧିଥିଲେ। ତେଣୁ ତା ବାପା ସରକାରୀ ଚାକିରିଟିଏ କରିଥିଲେ ମଧ୍ୟ ତା ମା ତାଙ୍କ ଚାକିରିଟି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲେ। ବ୍ରାହ୍ମଣ ପରିବାରର ବୋହୂ ସେ। ସ୍ୱାମୀ ବଞ୍ଚିଥିଲା ବେଳେ କେବେ ଘରୁ ଗୋଡ଼ କାଢ଼ି ନଥିଲେ। ସ୍ୱାମୀ ମଲା ପରେ ଗୋଡ଼ କାଢ଼ିବେ କେମିତି? ହେଲେ ଗୋଡ଼ ନ କାଢ଼ିଲେ ଘର ଚଳିବ କେମିତି? ତାଙ୍କ ପିଲାମାନେ ଖାଇବେ କ'ଣ, ପିନ୍ଧିବେ କ'ଣ? ତାପରେ ପୁଣି ପିଲାମାନଙ୍କୁ ନେଇ ସ୍ୱାମୀ ଦେଖିଥିବା ସ୍ୱପ୍ନ ପୂରଣ ହେବ କେମିତି? ସୁନୟନାର ବାପା ରୋଗ ଶଯ୍ୟାରେ ପଡ଼ିଥିବା ସମୟରେ ତା ମାଙ୍କୁ ଦିନେ କହିଥିଲେ କି, ମୋ ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ କେତେ ସ୍ୱପ୍ନ ଦେଖିଥିଲି। ଭଗବାନ ସିନା ଆମକୁ ପୁଅଟିଏ ଦେଇନାହାନ୍ତି, ହେଲେ 4 ଝିଅଙ୍କୁ ଯଦି ପାଠ ସାଠ ପଢ଼ାଇ ଯୋଗ୍ୟ କରିପାରିଥାନ୍ତେ, ତେବେ ସେମାନେ ମଧ୍ୟ ସବୁ କଥାରେ ପୁଅଙ୍କ ଠାରୁ ଆଗକୁ ଆଗେଇ ଯିବାର ସମର୍ଥ ହୁଅନ୍ତେ। ହେଲେ ମଣିଷର ସବୁ ଇଚ୍ଛା କ'ଣ ପୂର୍ଣ୍ଣ ହୁଏ? ଦେଖୁନ, ଭଗବାନ ମୋତେ କେମିତି ରୋଗ ଶଯ୍ୟାଶାୟୀ କରିଦେଲେ। ମୋତେ ଲାଗୁନି କି ମୁଁ ଆଉ ବେଶୀ ଦିନ ବଞ୍ଚିବି ବୋଲି। ତେଣୁ ପିଲାମାନଙ୍କର ସବୁ ଦାୟିତ୍ୱ ତୁମେ ନେବ। ତାଙ୍କୁ ପାଠ ସାଠ ପଢ଼ାଇ ଭଲ ମଣିଷ କରିବ। ଆଉ ତାର କିଛି ଦିନ ପରେ ସୁନୟନାର ବାପା ଇହଧାମ ତ୍ୟାଗ କରିଥିଲେ। ସ୍ୱାମୀଙ୍କ ସ୍ୱପ୍ନ ପୂରଣ ପାଇଁ ଦିନେ ହେଲେ ଘରୁ ପାଦ କାଢୁନଥିବା ସୁନୟନାର ମା ଘରୁ ଗୋଡ଼ କାଢ଼ିଲେ। ନିଜର ସ୍ୱଳ୍ପ ଜମିବାଡ଼ି କଥା ବୁଝିବା ସହ ସିଲେଇ ମେସିନଟିଏ ମଧ୍ୟ ପକାଇଲେ। ତାଙ୍କ ପିଲାମାନେ ମଧ୍ୟ ବାପା ଯିବା ପରେ ଅଳି ଅଝଟ କରିବା ବନ୍ଦ କରିଦେଲେ। ସୁନୟନା ସମସ୍ତଙ୍କ ଭିତରେ ବଡ଼ ହୋଇଥିବା ଯୋଗୁଁ ନିଜର ପାଠପଢ଼ା ସହ ତା ସାନ ଭଉଣୀମାନେ କେମିତି ଠିକ ରାସ୍ତାରେ ଚାଲିବେ ଓ ବାପାଙ୍କ ସ୍ୱପ୍ନକୁ ସାକାର କରିବେ, ସେଥିପ୍ରତି ଦୃଷ୍ଟି ଦେଉଥିଲେ। ମାଙ୍କୁ ଘରର ପ୍ରତ୍ୟେକ କାମରେ ସାହାଯ୍ୟ କରୁଥିଲେ। ସ୍କୁଲ ଅନ୍ୟ ପିଲାମାନେ ଟ୍ୟୁସନ ହେଉଥିବା ବେଳେ ସୁନୟନା ଓ ତା ଭଉଣୀମାନେ ନିଜେ ନିଜେ ଘରେ ପାଠ ପଢୁଥିଲେ। ତା ମା ତ 4 ଭଉଣୀକୁ ଭଲ ଖାଦ୍ୟ ଟିକେ କିମ୍ବା ନୂଆ ଡ୍ରେସଟେ ଦେଇ ପାରୁନଥିଲେ, ଆଉ ଟ୍ୟୁସନ କେମିତି ଦେଇଥାନ୍ତେ? ତଥାପି ନିଜ ନିଜ ଉଦ୍ୟମରେ ସମସ୍ତେ ଭଲ ନମ୍ବର ରଖୁଥିଲେ। ସୁନୟନା ମଧ୍ୟ ଭଲ ନମ୍ବର ରଖି ମାଟ୍ରିକ ପାସ୍ କଲା। ତାପରେ ଗାଁରେ ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରି ନିଜର କଲେଜ ପଢା ଖର୍ଚ୍ଚ ଉଠାଇଲା ଏବଂ ପାଖ କଲେଜରୁ ଗ୍ରାଜୁଏସନ ପାସ୍ କଲା। ଅରକ୍ଷିତକୁ ଦୈବ ସାହା ଭଳି ଗ୍ରାଜୁଏସନ କମ୍ପ୍ଲିଟ କରିସାରିବା ପରେ ସୁନୟନା ଭଲ ଚାକିରିଟିଏ ମଧ୍ୟ ପାଇଲା। ତାପରେ ତା ମାତା ବିବାହ ପାଇଁ ବ୍ୟସ୍ତ ହୋଇ ପଡ଼ିଲେ। ତାଙ୍କୁ ବନ୍ଧୁବାନ୍ଧବ ମାନେ ମଧ୍ୟ ତା ପାଇଁ ପ୍ରସ୍ତାବ ଆଣିବାକୁ ଲାଗିଲେ। ହେଲେ ସୁନୟନାର ତ ଏକମାତ୍ର ଜିଦି, ସେ ବିବାହ କରିବ ନାହିଁ, ତା ଭଉଣୀମାନଙ୍କୁ ମଣିଷ କରିବ। ତା ମା ତାକୁ ଦିନେ କହିଲେ କି, ତୁ ସିନା ବାହା ହେବୁନି ବୋଲି ଜିଦି ଧରୁଛୁ, ହେଲେ ସେଥିପାଇଁ ମୋତେ କେତେ ଲୋକଙ୍କ ଠାରୁ କେତେ କଥା ଶୁଣିବାକୁ ପଡୁଛି। ଲୋକେ କହୁଛନ୍ତି କି ମୁଁ କୁଆଡେ ତୋ ଟଙ୍କା ଉପରେ ନଜର ରଖିଛି ବୋଲି, ତୋ ବାହାଘର ଉପରେ ଗୁରୁତ୍ୱ ସେଇଥିପାଇଁ ଦଉନି। ସୁନୟନା କହିଲା କି, ମା ତୁ କେଉଁ ଲୋକଙ୍କ କଥା କହୁଛୁ? ଯେଉଁମାନେ ଏତେ କଥା କହୁଛନ୍ତି, କାହିଁ ବାପା ମରିଗଲା ପରେ ସେମାନେ ଦିନେ ତ ଆମ ଭଲ ମନ୍ଦ ପଚାରି ବୁଝି ନାହାନ୍ତି। ତୋର ସେମାନଙ୍କ କଥା ଶୁଣିବା ଦରକାର ନାହିଁ। ସୁନୟନାର ମା ତାର ବିବାହ ନ କରିବାର ନିଷ୍ପତ୍ତିକୁ ଗ୍ରହଣ କରିନଥିଲେ। ସେ ବିବାହ ପାଇଁ ତା ଉପରେ ସବୁବେଳେ ଚାପ ପକାଉଥିଲେ। ସେଇ ସମୟରେ ସୁନୟନାର ମାମୁଁ ତା ପାଇଁ ପ୍ରଭାତର ପ୍ରସ୍ତାବ ନେଇ ଆସିଲେ ଓ କହିଲେ କି, ମାରେ ତୁ
ତୁ ସିନା ତୋ ମା ଓ ଭଉଣୀମାନଙ୍କ କଥା ବୁଝିବୁ ବୋଲି ବାହା ହେବାକୁ ରାଜି ହଉନୁ, ହେଲେ ଏ ପିଲା ତୋର ଏସବୁ ଦାୟିତ୍ୱ ବୁଝିବାରେ କିଛି ଆପତ୍ତି ନାହିଁ। ସେ ମଧ୍ୟ ସେସବୁରେ ତୋତେ ସହଯୋଗ କରିବ ବୋଲି କହୁଛି। ଭଲ ଚାକିରିଟିଏ ମଧ୍ୟ କରିଛି। ତୁ ଏ ପ୍ରସ୍ତାବରେ ରାଜି ହୋଇଯା। ତୋ ତଳେ ପୁଣି 3 ଭଉଣୀ ଅଛନ୍ତି। ତୁ ବାହା ନହେଲେ ଭବିଷ୍ୟତରେ ତାଙ୍କ ବିବାହ ପାଇଁ ଅସୁବିଧା ହୋଇପାରେ। ସୁନୟନା ଭାବିଲେ କି ସତରେ ଝିଅ ଜୀବନଟା କି ବିଚିତ୍ର। ଯେତେ ବଡ଼ ଚାକିରି କଲେ ମଧ୍ୟ ତା ଜୀବନଟା ସବୁବେଳେ ଅନ୍ୟ କଥା ଉପରେ ନିର୍ଭର କରେ। ତା ଜୀବନର ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାକୁ ଗୋଟେ କଥା ସବୁବେଳେ ଆଖି ଆଗରେ ରଖିବାକୁ ପଡ଼େ। ତୁ ଏମିତି କଲେ ଲୋକ କ'ଣ କହିବେ? ସତରେ ତା ଜୀବନର ଡୋରିଟା ଯେମିତି ଲୋକଙ୍କ ହାତରେ ବନ୍ଧା। ନିଜର ଅନିଚ୍ଛା ସତ୍ତ୍ୱେ ମା ଓ ମାମୁଙ୍କ ନିଷ୍ପତ୍ତିକୁ ମାନି ପ୍ରଭାତ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ସେଦିନ ରାଜି ହୋଇଯାଇଥିଲା ସୁନୟନା। ମୁଣ୍ଡରେ ନାଲି ଓଢ଼ଣୀ ଓ ପାଦରେ ପାଉଁଜି ପିନ୍ଧି ଶାଶୁ ଘରେ ପାଦ ଦେଇଥିଲା ସୁନୟନା। ଶାଶୁ ଘରେ ପାଦ ଦେବା ପରେ ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରିଥିଲା। ପ୍ରଥମ କିଛି ମାସ ସବୁକିଛି ଠିକ୍ ଠାକ୍ ଚାଲିଥିଲା, କିନ୍ତୁ କିଛି ମାସ ପରେ ପ୍ରଭାତ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କଲା। ସୁନୟନାର ପ୍ରତ୍ୟେକ କଥାରେ ଖୁଣ ବାହାର କରିବା ଆରମ୍ଭ ହେଲା। ତା ରୂପକୁ ନେଇ ମଧ୍ୟ ନାନା କଟୁ ମନ୍ତବ୍ୟ ଦେଲା। ସୁନୟନାର ଚିନ୍ତାଧାରା ପୁରୁଣା, ସେ ଆଧୁନିକ ନୁହେଁ। ତା ସାଙ୍ଗମାନଙ୍କ ସ୍ତ୍ରୀମାନଙ୍କ ପରି ଆଧୁନିକ ବେଶ ପୋଷାକ ପିନ୍ଧି ପାରୁନି କି ପାର୍ଟି ଫଙ୍କସନ୍ ଆଟେଣ୍ଡ କରିବାକୁ ପସନ୍ଦ କରୁନି। ତେଣୁ ପ୍ରଭାତକୁ କୁଆଡ଼େ ତା ସାଙ୍ଗମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡ଼ୁଛି। ଯଦିଓ ସୁନୟନା ତା ସାଙ୍ଗମାନଙ୍କ ସ୍ତ୍ରୀମାନଙ୍କ ଠାରୁ ଅଧିକ ପାଠ ପଢ଼ିଥିଲା, ଭଲ ଚାକିରିଟିଏ କରିଥିଲା, ଅଧିକ ସଂସ୍କାରୀ ମଧ୍ୟ ଥିଲା, ପ୍ରଭାତ ପାଇଁ କିନ୍ତୁ ଏତିକି ଯଥେଷ୍ଟ ନଥିଲା। ସୁନୟନାକୁ ନିଜର ସ୍ତ୍ରୀ ଭାବେ ପରିଚୟ ଦେବା ପାଇଁ ତାକୁ ଗୋଟେ ଆଧୁନିକ ସ୍ତ୍ରୀ ଦରକାର ଥିଲା, ଯାହାକୁ ନେଇ ସେ ରାତି ଅଧ ପର୍ଯ୍ୟନ୍ତ ପାର୍ଟି ଫଙ୍କସନ୍ ଆଟେଣ୍ଡ କରିପାରିଥାନ୍ତା। ସୁନୟନା କିନ୍ତୁ ଶାଶୁ ଶ୍ୱଶୁର ଦିଅର ମା ଭଉଣୀମାନଙ୍କ ଦାୟିତ୍ୱ ଓ ନିଜ ଚାକିରିକୁ ନେଇ ଏମିତି ବ୍ୟସ୍ତ ରହୁଥିଲେ ଯେ ଏସବୁ ପ୍ରତି ତାର ଆଗ୍ରହ ନଥିଲା କି ସମୟ ନଥିଲା। ଯେଉଁ ପ୍ରଭାତ ବିବାହ ପୂର୍ବରୁ ସୁନୟନାର ସବୁ ଦାୟିତ୍ୱକୁ ନିଜର ଭାବି ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା, ସେ ସବୁଥିରେ ସହଯୋଗ କରିବା ତ ଦୂରର କଥା, ସୁନୟନା ଉପରେ ମଧ୍ୟ ବାରମ୍ବାର ଚାପ ପକାଉଥିଲା। ସେ ଯେମିତି ତା ମା ଓ ଭଉଣୀମାନଙ୍କ କଥା ନ ବୁଝେ। ସୁନୟନା ଯଦି କେବେ କିଛି କୁହେ ତେବେ ପ୍ରଭାତ କହେ କି ବାହାଘର ପୂର୍ବରୁ ସେମିତି ସମସ୍ତେ କହନ୍ତି, ଆଉ ପ୍ରତିଶ୍ରୁତି ତ ଭାଙ୍ଗିବା ପାଇଁ ହିଁ ଦିଆଯାଏ। ଏଇ କଥାକୁ ନେଇ ସୁନୟନା ଓ ପ୍ରଭାତ ଭିତରେ ପ୍ରାୟ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ସୁନୟନା ଯଦି ଏସବୁ ବିଷୟରେ ଶାଶୁ ଶ୍ୱଶୁରଙ୍କ ଆଗରେ କିଛି କହେ ତେବେ ପ୍ରଭାତ ତାକୁ ଏମିତି କଥା କହେ ଯେ ତା ଆଖିରୁ ଲୁହ ନୁହେଁ ଲହୁ ଝରେ। ପ୍ରଭାତ କହେ କି ତୁମ ମା କ'ଣ ତୁମକୁ ଏଇ ସଂସ୍କାର ଦେଇଛନ୍ତି? ସ୍ୱାମୀର କଥାକୁ କେମିତି ସମ୍ମାନ ଦିଆଯାଏ ଶିଖାଇ ନାହାନ୍ତି? ସୁନୟନା କହେ, ମୋ ମା ମୋତେ ସ୍ୱାମୀର କଥାକୁ କେମିତି ସମ୍ମାନ ଦିଆଯାଏ ଶିଖାଇଛନ୍ତି, କିନ୍ତୁ ଅନ୍ୟାୟକୁ ପ୍ରଶ୍ରୟ ଦେବା ଶିଖାଇ ନାହାନ୍ତି। ଉଭୟଙ୍କ ଭିତରେ ସୃଷ୍ଟି ହେଉଥିବା ଗଣ୍ଡଗୋଳ ଦିନକୁ ଦିନ ଉଗ୍ର ରୂପ ଧାରଣ କଲା। କାରଣ ପ୍ରଭାତ ପ୍ରାୟ ସବୁବେଳେ ଅଫିସ ପରେ ସାଙ୍ଗସାଥୀଙ୍କ ସହ ପାର୍ଟି ଫଙ୍କସନ୍ ଆଟେଣ୍ଡ କରି ଘରକୁ ଫେରୁଥିଲେ ଓ ମଦ ନିଶାରେ ଚୁର ହୋଇ ସୁନୟନାକୁ ଅନେକ କଥା କହୁଥିଲେ, ଆଉ ହାତ ମଧ୍ୟ ଉଠାଉଥିଲେ। ସୁନୟନା କିନ୍ତୁ ଏସବୁ ବିଷୟରେ ନିଜ ମା ଓ ଭଉଣୀମାନଙ୍କୁ କିଛି ଜାଣିବାକୁ ଦେଉନଥାଏ। କାରଣ ବାପା ଗଲା ପରେ ମାର ଦୁଃଖ କ'ଣ କମ୍ ଯେ ସେ ତା ଦୁଃଖ କଥା କହି ତାଙ୍କୁ ଅଧିକ କଷ୍ଟ ଦେବ? ଆଉ ଭଉଣୀମାନେ ତ ଛୋଟ, ତେଣୁ ନିଜ ସଂସାରକୁ ବଞ୍ଚାଇବା ପାଇଁ ସେ ଆଖିର ଲୁହକୁ ଓଠରେ ପିଇ ସ୍ୱାମୀର ସବୁ ଅତ୍ୟାଚାରକୁ ସହି ଯାଉଥିଲେ। ତାର ବିଶ୍ୱାସ ଥିଲା ପ୍ରଭାତ ଦିନେ ନା ଦିନେ ବଦଳିଯିବ, ହେଲେ ତାର ସମସ୍ତ ଇଚ୍ଛା ଇଚ୍ଛାରେ ହିଁ ରହିଗଲା। କଥାରେ ଅଛି ପରା, ସଂଘର୍ଷ କରୁଥିବା ଲୋକର ସଂଘର୍ଷର ଶେଷ ନାହିଁ। ପ୍ରଭାତର ସବୁ ଅତ୍ୟାଚାର ସେଦିନ ସୀମା ଟପି ଯାଇଥିଲା। ଯେଉଁଦିନ ନିଜର ରୋଗାକ୍ରାନ୍ତ ମାକୁ ଦେଖିବାକୁ ଯାଇଥିଲା ବୋଲି ପ୍ରଭାତ ତାକୁ ପଶୁ ପରି ବାଡ଼େଇଥିଲା ଓ ବାପ ଘରକୁ ନ ଯିବା ପାଇଁ ତାଗିଦ କରିଥିଲା, ଆଉ ତାଙ୍କ ପାଇଁ ଯେମିତି ଟଙ୍କାଟେ ବି ଖର୍ଚ୍ଚ ନ କରେ ସେଥିପାଇଁ ବି ତାଗିଦ କରିଥିଲା। ଆଉ ତା ଶାଶୁ ଶ୍ୱଶୁର ଏସବୁ ଦେଖି ଚୁପ୍ ଥିଲେ। ସୁନୟନା ଭାବିଲା, ନିଜ ବିଷୟରେ ସବୁ ଜଣାଇକି ତ ମୁଁ ପ୍ରଭାତକୁ ବିବାହ କରିଥିଲି। ସାରା ଜୀବନ ତା ଦୁଃଖ ସୁଖ ଅଭାବ ଅସୁବିଧାରେ ସାଥୀ ହେବ ବୋଲି କହିଥିବାରୁ ସେ ନିଜର ବିବାହ ନ କରିବାର ନିଷ୍ପତ୍ତିକୁ ବଦଳାଇ ତାକୁ ବିବାହ କରିଥିଲା। ତେବେ ତା ସୁଖ ଦୁଃଖରେ ସାଥୀ ହୋଇ ରହିବା ପରିବର୍ତ୍ତେ ସେ ଯଦି ତାର ସମସ୍ତ ଖୁସିକୁ
ପାଦରେ ଦଳି ଦେବାକୁ ପଛାଉ ନାହିଁ, ତେବେ ସେ କାହିଁକି ତା ପାଖରେ ସବୁଦିନ ପଡି ରହିବ? ଏଇ ଲୋକମାନେ କଣ କହିବେ ବୋଲି? ସେ ବି ଜଣେ ଜୀବିତ ମଣିଷ, ତାର ବି ହସ ଖୁସି ଅଛି। ସର୍ବୋପରି ଜୀବନ ବଞ୍ଚିବାର ବି ଅଧିକାର ଅଛି। ପ୍ରଭାତ ପରି ଗୋଟେ ଅମଣିଷ, ଯିଏ ତାକୁ ସ୍ତ୍ରୀର ସମ୍ମାନ ଦେବା ତ ଦୂରର କଥା, ଦେଇଥିବା ସବୁ ପ୍ରତିଶ୍ରୁତିକୁ ଭାଙ୍ଗି ତାକୁ ଅତ୍ୟାଚାର କରୁଛି, ତା ପାଇଁ ସେ ନିଜ ଜୀବନକୁ ଜଳାଞ୍ଜଳି ଦେବ କାହିଁକି? ଲୋକେ ସମାଜ ଯାହା କହିଲେ କହିବେ, ସେ କିନ୍ତୁ ଆଉ ଅତ୍ୟାଚାର ହେବ ନାହିଁ। କାହିଁ? ପ୍ରଭାତ ଯେତେବେଳେ ତାକୁ ଅତ୍ୟାଚାର କରୁଛି, ଏ ସମାଜରୁ କେହି ଜଣେ ହେଲେ ତ ତା ପାଇଁ ବାହାରୁ ନାହାନ୍ତି। ତେବେ ସେ ସମାଜ ଓ ଲୋକ କଣ କହିବେ ସେଇ ଭୟରେ ନିଜର ତଥା ନିଜ ମା ଓ ଭଉଣୀ ମାନଙ୍କ ଜୀବନକୁ ଅନ୍ଧାର ଗର୍ଭକୁ କାହିଁକି ଠେଲିଦେବ? ସେ ହାରିଯିବନି, ସେ ଲଢିବ। ତେଣୁ ନିଷ୍ପତ୍ତି ନେଲା ସେ ସେଇଭଳି ସଂସ୍କାର ବେଢ଼ିକୁ ଦୂରକୁ ଫିଙ୍ଗିଦେବ, ଯେଉଁ ସଂସ୍କାର ତାଠାରୁ ତା ମଣିଷ ହେବାର ଅଧିକାରକୁ ଛଡାଇ ନେଉଛି, ଆଉ ନିଜର ସମସ୍ତ ଜିନିଷପତ୍ର ସଜାଡିବା ପାଇଁ ଲାଗିଲା, ଆଉ ସବୁଦିନ ନିଜ ଘରକୁ ଫେରି ଆସିବା ପାଇଁ ବାହାରି ପଡିଲା। ତ କାହାଣୀଟି କେମିତି ଲାଗିଲା? ସୁନୟନା ଯାହା କରିଥିଲେ ଠିକ କରିଛନ୍ତି ନା ଭୁଲ କରିଛନ୍ତି? ଆପଣ ସୁନୟନା ଜାଗାରେ ଥିଲେ କଣ କରିଥାନ୍ତେ? କମେଣ୍ଟ ବକ୍ସରେ ନିଶ୍ଚୟ ଲେଖି ଜଣାଇବେ। ରହୁଛି, ନମସ୍କାର।